ଆମମାନଙ୍କର ସ୍ଥାନୀୟ ପାଳକ ମହାଶୟଙ୍କୁ ପୁଣି ମଣ୍ଡଳୀର କର୍ମ କରୁଥିବା ବିଶ୍ୱାସୀ ବିଶ୍ୱାସିନୀ ଛୋଟରୁ ବଡ଼ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜ୍ଞାପନ କରେ। ନମସ୍କାର ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜିର ଦିବସରେ ବା ଆଜି ପବିତ୍ର ବାରରେ ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ମଣ୍ଡଳୀ ସହିତ ପରମେଶ୍ୱରଙ୍କୁ ଗୌରବ କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ପରମେଶ୍ୱର ଗୌରବ ପାଆନ୍ତୁ। ଆଜି ଏକ ପବିତ୍ର ଦିବସ। ଆଉ ଏକ ବିଷୟକୁ ଦେଖିବାକୁ ଗଲେ ଆମର ସ୍ୱତନ୍ତ୍ର ଦିବସ ନାହିଁ କି? ତାହା କ'ଣ ଅଟେ? ଆଜ୍ଞା କହୁଥିଲେ ତାହା ମହିଳା ଦିବସ। ହାଲେଲୁୟା। ପରମେଶ୍ୱର ଗୌରବ ପାଆନ୍ତୁ। ଆଜି ଦେଖିବାକୁ ପାଉଅଛି ଅନେକ ମହିଳା ଉପସ୍ଥିତ ଅଛନ୍ତି, ପ୍ରଭୁ କଥା କହିବେ। ତେଣୁ ଆସନ୍ତୁ, ଆମମାନେ ସମୟ ନଷ୍ଟ କରିବା ନାହିଁ। ମୋର ପରିଚୟ ମୁଁ ପରେ କହିବି, ବାକ୍ୟ ସରିଲା ପରେ। ପ୍ରଥମେ ପ୍ରଭୁଙ୍କର ପରିଚୟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆସନ୍ତୁ ଆମମାନେ ଡାଇରେକ୍ଟ ବାକ୍ୟକୁ ଯିବା। ଆମେ ଗୋଟେ ବିଷୟକୁ ଆଜି ଅଧ୍ୟୟନ କରିବା ଆଉ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କ'ଣ କୁହେ ମୋ ସହିତ ଆପଣମାନେ ପାଇପାରିବେ। ତିତସ 3 ପର୍ବର 1, 2 ଏବଂ 3 ପଦ ଆମେ ଅଧ୍ୟୟନ କରିବା। ତିତସ 3 ପର୍ବ 1, 2 ଏବଂ 3 ପଦ ଆମେ ଅଧ୍ୟୟନ କରିବା ଆଜିର ଚିନ୍ତା ବା ଧ୍ୟାନ ନିମନ୍ତେ। ମୁଁ ପଢ଼ୁଛି, ଆପଣମାନେ ଧ୍ୟାନ ଦିଅନ୍ତୁ ବା ଦେଖନ୍ତୁ, ଶୁଣନ୍ତୁ। କର୍ତ୍ତୃପକ୍ଷ ଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ, ପୁଣି ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ, କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ, ପୁଣି ସମସ୍ତ ଲୋକଙ୍କ ପ୍ରତି ସର୍ବ ପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ। କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାଷ ଓ ଦୁଃଖ ଭୋଗର ଦାସ, ସୁଖ ଭୋଗର ଦାସ ଥିଲୁ। ହିଂସା ଓ ହିଂସାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ଏ ଅଳ୍ପ ପଠିତ ବାକ୍ୟ ପଢ଼ିବାରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପରେ ପ୍ରାର୍ଥନା କରିବା, ତାପରେ ଆମେ ବାକ୍ୟକୁ ଯିବା। ଆମେ ପ୍ରାର୍ଥନା କରିବା ଏ ସମୟରେ। ଆମମାନଙ୍କର ସ୍ୱର୍ଗସ୍ଥ ପିତା, ଯେଉଁ ବାକ୍ୟ ଆମେ ଅଧ୍ୟୟନ କରିଅଛୁ, ଧ୍ୟାନ କରିବା ନିମନ୍ତେ, ବୁଝିବା ନିମନ୍ତେ ଏବଂ ବୁଝେଇବା ନିମନ୍ତେ ସାହାଯ୍ୟକାରୀ ଆତ୍ମା, ପବିତ୍ର ଆତ୍ମା ଆମମାନଙ୍କୁ ଅଧିଷ୍ଠାନ କର। ପ୍ରଭୁ, ମୋ ମୁଖପାତ୍ର ହେଇ ତୁମେ କଥା କୁହ, ଯେପରି କହିବା ବିଷୟକୁ ବୁଝିବା ଏବଂ ବୁଝି ଫଳପ୍ରଦ ହେବା ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ଯୀଶୁଙ୍କର ନାମରେ ମାଗୁଅଛୁ। ଆମେନ୍। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଉଚ୍ଚ କରତାଳ ଦେଇ ପରମେଶ୍ୱରଙ୍କୁ ଗୌରବ କରିବା। ପରମେଶ୍ୱର ଗୌରବ ପାଆନ୍ତୁ। এই ସମୟରେ ମୁଁ ପୁନର୍ବାର ଧନ୍ୟବାଦ ଦେବି, କାହିଁକି ନା ସ୍ଥାନୀୟ ପାଳକ ମହାଶୟଙ୍କୁ ମୋତେ ଏକ ସୁନ୍ଦର ସୁଯୋଗ ଦେଇଛନ୍ତି। ଥ୍ୟାଙ୍କ ୟୁ ସାର୍। ଆଜି ମହିଳା ଦିବସ ମଧ୍ୟରେ ଆମେ ବିଷୟକୁ ଗୋଟେ ପଢ଼ିଲେ, ତାହା ତିତସ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର। ଏହି ପତ୍ର କାହିଁକି ପ୍ରେରିତ ପାଉଲ ତିତସ ନିକଟକୁ ଲେଖୁଛନ୍ତି ଆପଣମାନେ ଜାଣିଛନ୍ତି ନାଇଁ କି? ଏ ବିଷୟକୁ ଜାଣିଛନ୍ତି, କିନ୍ତୁ ମଣିଷର ମନ କ'ଣ ଥାଏ? ଭୁଲି ଯାଇଥାଏ, ଭୁଲା ମନ ଥାଏ ନାଇଁ କି? ବାରମ୍ବାର ତାହାଙ୍କର ଦାସମାନଙ୍କ ଦ୍ୱାରା, ବାଳକ ପ୍ରଚାରକ ମାନଙ୍କ ଦ୍ୱାରା ଏହା ସ୍ମରଣ କରିବା ନିମନ୍ତେ କୁହାଯାଇଛି। କେଉଁ ବିଷୟରେ? ବଡ଼ ବଡ଼ ଅକ୍ଷରରେ ଲେଖା ଅଛି ଏଠି। ଆମେ ଯଦି ଦେଖୁ, ସମସ୍ତ ସତ୍କର୍ମ କରିବା ନିମନ୍ତେ କ'ଣ କରିବା? ପ୍ରସ୍ତୁତ। ଆଜି ଆମେ ତ ବାହାରି ଯାଇଛୁ, ରାସ୍ତାରେ ଅଛୁ, ଅନେକ ଆମେ ପ୍ରସ୍ତୁତରେ ଅଛୁ। କେଉଁ ବିଷୟରେ ପ୍ରସ୍ତୁତ ଅଛୁ ସେ ବିଷୟକୁ ଆମେ ଧ୍ୟାନ ଦେବା। ଗୀତ ସଂଗୀତ ଯେତେବେଳେ ଅଧ୍ୟୟନ କରୁଥିଲେ ଆମେ ଦେଖୁଥିଲେ, ସେ ବାଧ୍ୟତା ବିଷୟରେ
ଲେଖା ଯାଏ ଗୋଟେ ପରିବାର ବିଷୟରେ ଗୋଟେ ଗୃହର ପରିବାର ବିଷୟରେ ବାଧ୍ୟତା ବିଷୟରେ ଲେଖା ଠିକ ଅଛି ଆପଣ ମାନେ ଯାହା ପଢୁଥିଲେ ଆଜ୍ଞା ମଧ୍ୟ ତାହା ମାନଙ୍କୁ ପ୍ରାଙ୍ଗଣ ଭାବରେ କହୁଥିଲେ ନାଇଁ କି ସଫଳତା ବିଷୟରେ ଏବଂ ବିଫଳତା ବିଷୟରେ ସେଠି ବାଧ୍ୟତା ବିଷୟରେ ଲେଖା ଅଛି ଅବାଧ୍ୟତା ବିଷୟରେ ଯଦି ଆମେ ଦେଖୁ ଅବାଧ୍ୟ ସକାଶେ ଏଠି ମଧ୍ୟ ଲେଖା ଅଛି ୱାର୍ଡ ଅଛି କ୍ଷମତା ପ୍ରାପ୍ତ ଲୋକମାନଙ୍କୁ ଲେଖା ଅଛି ନାଇଁ କି କଣ କରିବା ସେଇ ବ୍ୟକ୍ତି ମାନଙ୍କର କଣ ହେବା ଆମେ ବାଧ୍ୟତା ହେବା ନିମନ୍ତେ ମଣ୍ଡଳୀ ମାନଙ୍କରେ ଆଜି ସ୍ମରଣ କରୁନାହାନ୍ତି କାହିଁକି ନା ସ୍ମରଣର ବିଷୟ ଲେଖା ଅଛି ମନେ ପକେଇ ଦେଉନାହାନ୍ତି ଅନେକ ବିଷୟ ମନେ ପକାଉଛନ୍ତି ଠିକ ଅଛି କିନ୍ତୁ ଯେଉଁ ବିଷୟ କରିବା କଥା ମଣ୍ଡଳୀ ବିଶ୍ୱାସୀ ଯେଉଁ ବିଷୟ କରିବା କଥା ପରିବାର ମଧ୍ୟରେ କେଉଁ ବିଷୟ ରହିବା କଥା ସେଇ ବିଷୟକୁ ଅନେକ ଆଜି ମନେ ପକେଇ ଦେଉନାହାନ୍ତି ସେଇଥିପାଇଁ ପ୍ରେରିତ ପାଉଲ ତିତୋସଙ୍କୁ ପୁତ୍ର ବୋଲି କଣ ତିତୋସଙ୍କୁ ପତ୍ର ଦ୍ୱାରା ଲେଖୁଛନ୍ତି ଏହା ମଣ୍ଡଳୀ ମାନଙ୍କରେ କଣ କରାଅ ଜଣାଅ ମନେ ପକାଅ ମନେ ପକେଇ ଦିଅ କାହିଁକି ନା ଆଜି ଅନେକ ପରିବାର ମଧ୍ୟରେ ଅନେକ ମଣ୍ଡଳୀ ମଧ୍ୟରେ ସତ୍କର୍ମ କରିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି ଅନେକ କର୍ମ କରୁଛନ୍ତି କିନ୍ତୁ ସତ୍କର୍ମ କରିବା ପାଇଁ ଏ ବିଷୟ ମୁଁ କାହିଁକି କହୁଛି ଆଉ ସେଇଦିନ ସେଇ ସତ୍କର୍ମ ଅଭାବ ସକାଶେ ଆଜି ଜଗତ ମଧ୍ୟକୁ ଅନେକ ଅନେକ ବିପଦ ଆସିଅଛି ସେ ପ୍ରଥମ ମନୁଷ୍ୟ ବିଷୟରେ କହିଥିଲେ ଆଦମ ଏବଂ ଅବାଙ୍କ ବିଷୟରେ ଯଦି ଆମେ ଦେଖୁ ସତ୍ୟ ବଦଳରେ ମିଥ୍ୟାକୁ ସେମାନେ ଆପଣେଇଲେ ଗ୍ରହଣ କଲେ ମନସ୍ଥ କଲେ ପାଖକୁ ଆଣିଲେ ପ୍ରବେଶ କଲେ ସେତେବେଳେ କଣ ହେଲା ଆଦମ ଅବାଙ୍କ ପରିବାର ମଧ୍ୟରେ ବିନାଶ ଆସିଲା କେତେବେଳେ ଯେତେବେଳେ ସେମାନେ ବଶୀଭୂତ ହେଲେ ନାହିଁ ଯେତେବେଳେ ସେମାନେ ଅବାଧ୍ୟ ରହିଲେ ପରିବାର ମଧ୍ୟରେ ଗୃହ ମଧ୍ୟରେ ଅସଫଳତା ଦେଖାଗଲା କେତେଟା ବିଷୟ ମୁଁ କହିବି ଦି ତିନିଟା ବିଷୟ କହିକି ମୁଁ ସମାପ୍ତ କରିବି ପ୍ରଥମେ ଅସଫଳତା ଯଦି ଆମେ ଦେଖିବା ପ୍ରଥମ ମନୁଷ୍ୟ ବିଷୟରେ ହିଁ ମୁଁ କହିବି ପ୍ରଥମ ମନୁଷ୍ୟକୁ ଯାହାକୁ ପରମେଶ୍ୱର ହାତରୁ ତିଆରି କରିଥିଲେ ନାଇଁ କି ନିର୍ମାଣ କରିଥିଲେ ଆମେ ଗୀତ ଗାଉଥିଲୁ ନାଇଁ କି କେତେ ସୁନ୍ଦର ପଦ ଗୁଡାକ ଅଛି ସେଇଠି ନିଜ ହାତରେ ପରମେଶ୍ୱର ତାହାକୁ ନିର୍ମାଣ କରିଥିଲେ ତିଆରି କରିଥିଲେ ଆଉ ସେ ମନୁଷ୍ୟ ତିଆରି କରିଥିବା ମନୁଷ୍ୟ ଆଜି କଣ ହେଲା କଣ ହେଇଥିଲା ତିଆରି କରିବା ମନୁଷ୍ୟ କଣ ହେଲା ଗୀତରେ ଆମେ ଗାଉଥିଲୁ କଣ କଣ କଲୁ ପଥଭ୍ରଷ୍ଟ ହେଲା ନଷ୍ଟ ହେବାକୁ ଗଲା ଭୁଲ ଆଡକୁ ଚାଲିଗଲା ଭୁଲ କାର୍ଯ୍ୟ କରିବା ପାଇଁ ବସିଲା ଆଉ ଭୁଲକୁ ଡାକି ଆଣି ଗୃହରେ ପଶିଲା କେତେଟା ଭୁଲ ବିଷୟ ମୁଁ କହିବି ଆଜି ମହିଳା ମାନଙ୍କ ଦିବସରେ ବିଶେଷ କରି ମା ମାନଙ୍କ ବା ମହିଳା ମାନଙ୍କୁ ମୁଁ ଏ ବିଷୟ କହିବା ପାଇଁ ଚାହେଁ ସେଇଦିନ ପ୍ରଥମ ଭୂମିକା କାହାର ଥିଲା ଅବାଙ୍କର ଥିଲା ପ୍ରଥମ ଭୂମିକା ପରିବାରର ଗୃହର ପ୍ରଥମ ଭୂମିକା ଥିଲା କାହାର କଣ କଲା ସେଦିନ କେତେଟା ବିଷୟ ମୁଁ କହିବା ପାଇଁ ଚାହେଁ ପରିବାର ମଧ୍ୟକୁ ଆମର ପ୍ରତ୍ୟେକ ପରିବାର ମଧ୍ୟରେ ତାହା ଆଜି ଚାଲିଛି ପ୍ରଥମେ ସେ କଣ କଲା ଯାହାକୁ ସଙ୍ଗିନୀ ହେଇଥିଲା ଯାହାକୁ ସାହାଯ୍ୟ କରିବା ପାଇଁ ତାକୁ ପରମେଶ୍ୱର କଣ କରିଥିଲେ ପଞ୍ଜରା ହାଡରୁ ବାହାର କରିକି ନାରୀକୁ ନିର୍ମାଣ କଲେ ଅବାଙ୍କର ସାହାଯ୍ୟ କରିବା ନିମନ୍ତେ ଅବା ଆଦମଙ୍କୁ ସ୍ତ୍ରୀ ସ୍ୱାମୀଙ୍କୁ ସାହାଯ୍ୟ କରିବା ନିମନ୍ତେ
आदमକୁ ସାହାଯ୍ୟ କରିବା ନିମନ୍ତେ ତାଙ୍କୁ ନିର୍ମାଣ କରାଯାଇଥିଲା। ତିଆରି କରିଥିଲେ ପରମେଶ୍ୱର ନାଇଁ କି? যদি আদম ভুল করে, যদি আদম ভুল পথକୁ চালি যায়, যদি আদম কোন করে মন্দ খাদ্যরে লিপ্ত রহে, যদি বুঝি পারছো তাহলে অবার ভূমিকা কোন ଥିଲା? ଭଲ ଆମକୁ ଆଣିବାର ଥିଲା, ଭଲ ବିଷୟ କହିବାର ଥିଲା, କର ନାହିଁ ବୋଲିକି ମନା କରିବାର ଥିଲା। এই ବିଷୟ ପରମେଶ୍ୱରଙ୍କ ଦୃଷ୍ଟିରେ ଭଲ ନୁହେଁ ବୋଲିକି କହିବାର ଥିଲା। କିନ୍ତୁ କଣ କଲା? ବାବା କଣ କଲା? ହାଲେଲୁୟା। ବାବା କଣ କଲା? ଈଶ୍ୱରଙ୍କ ଠାରୁ ଦୂରକୁ ନେଇଗଲା। ଈଶ୍ୱରଙ୍କର ସହିତରେ ରହିବା ପାଇଁ ସେ ଶିଖେଇବାର ଥିଲା, ବୁଝେଇବାର ଥିଲା। କିନ୍ତୁ ସେ ଈଶ୍ୱରଙ୍କ ଠାରୁ ଦୂରକୁ ନେବା ପାଇଁ ଚେଷ୍ଟା କଲା, ଦୂରକୁ ନେଇଗଲା। ତା ମାନେ ଭଗବାନଙ୍କର ଭୂମିକା କଣ ଥିଲା? ଈଶ୍ୱରଙ୍କର ସଙ୍ଗରେ ଆଉ ସେ ଚାଲିବାକୁ ଶିକ୍ଷା ଦେବାର ଥିଲା, କହିବାର ଥିଲା। କିନ୍ତୁ ଆଉ ଅବା ଆଦମକୁ କଣ କଲା? ଈଶ୍ୱରଙ୍କ ଠାରୁ ଦୂରକୁ ନେଇଗଲା। କେତେବେଳେ ନେଇଗଲା? କେତେବେଳେ ନେଲା? ପ୍ରିୟ ମଣ୍ଡଳୀ, ପ୍ରିୟ ପରିବାର, ଆଜି ମୁଁ ଗୋଟେ ବିଷୟ କହିବା ପାଇଁ ଚାହେଁ। ଆଜି ପରିବାର ମଧ୍ୟରେ ଯଦି ଆମମାନଙ୍କର ଠିକ ଠାକ ନାହିଁ, ତାହେଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏହା ଘଟିବ। ୟୁଥ୍ ପିଲାମାନେ ୱେଟିଂ ରେ ଅଛନ୍ତି, ଧ୍ୟାନ ଦିଅନ୍ତୁ। ହାଲେଲୁୟା। ତା ପଛରେ ଅଛନ୍ତି, ଆପଣମାନେ ବି ଧ୍ୟାନ ଦିଅନ୍ତୁ। କାହିଁକି ନା ଏହା ସ୍ୱାମୀ ସ୍ତ୍ରୀଙ୍କ ବିଷୟରେ ମୁଁ ଆଜି କହିବା ପାଇଁ ଚାହେଁ। ଏବଂ ୟୁଥ୍ ପିଲାମାନେ ଯୋଉମାନେ କି ସେଇ ପଥରେ ଅଛନ୍ତି, ସେଇ ପାଖାପାଖିରେ ଅଛନ୍ତି, ସେମାନେ ମଧ୍ୟ ଧ୍ୟାନ ଦିଅନ୍ତୁ। କାରଣ ଏହା କେତେବେଳେ ଘଟିଥିଲା? ଯେତେବେଳେ ଆଦମ ଏବଂ ଅବା ଯୁବା ଅବସ୍ଥାରେ ଥିବା ସମୟରେ ବିବାହ, ସ୍ୱାମୀ ସ୍ତ୍ରୀ ତ ଥିଲେ ଠିକ ଅଛି, କେଉଁ ସମୟରେ ଘଟିଥିଲା? ପ୍ରଥମ ଯଦି ଆମେ ଦେଖିବା, ଆଦମ ଅବାଙ୍କୁ କେଉଁ ସମୟରେ ପରମେଶ୍ୱର ନିର୍ମାଣ କଲେ? କେଉଁ ସମୟରେ? ଆଉ ସେଇ ସମୟରେ ସମସ୍ତ ବିଷୟ, ସମସ୍ତ ପ୍ରଲୋଭନ, ସମସ୍ତ ଲୋଭ, ସମସ୍ତ ଇତ୍ୟାଦି ଇତ୍ୟାଦି ନା କି କହିବାକୁ ଗଲେ ଅନେକ ବିଷୟ ସେଇ ସମୟରେ ଆସି ଜଣେ ବ୍ୟକ୍ତି ବା ମନୁଷ୍ୟ ପାଖକୁ ପହଞ୍ଚି ଯାଇଥାଏ। ଆଦମଙ୍କର କଣ ନଥିଲା? ସମସ୍ତ ବିଷୟ ଥିଲା। ଆଦମକୁ ପରମେଶ୍ୱର ସମସ୍ତ ବିଷୟ ଦେଇଥିଲେ ନା? ଜଗତର ସମସ୍ତ ବିଷୟକୁ କର୍ତ୍ତୃତ୍ୱ କରିବ ବୋଲିକି ଦେଇଥିଲେ। ଆଉ କହିବାକୁ ଗଲେ ସେ ପ୍ରଥମ ଜଗତର ରାଜା ଭାବରେ ସିଏ ଦେଖିବା ଆମକୁ କୁହେ। ସମସ୍ତ ବିଷୟକୁ ପାଇକି ମଧ୍ୟ ନିଜର ଜୀବନକୁ ସେ ହରାଉଛନ୍ତି। କାହା ପାଇଁ? ପରମେଶ୍ୱରଙ୍କର ବାକ୍ୟ କୁହେ ସେ କଣ କରିଛି? ଆଦମକୁ ଭଲ ଆଡକୁ ନେବା ବଦଳରେ ଆଦମକୁ ଖରାପ ଆଡକୁ ଟାଣି ଆଣିଛି। ପ୍ରଥମ ବିଷୟ ଜାଣନ୍ତୁ। ଆଜି ଯଦି ଆମମାନଙ୍କର ମହିଳା ଦିବସ ମାନଙ୍କରେ ଅନେକ ବିଷୟ କହିବାର ଅଛି, କେତେ ପର୍ଯ୍ୟନ୍ତ ମୁଁ ସରେଇବି ମୁଁ ଜାଣି ନାହିଁ। ମତେ ଯେତିକି ସମୟ ଦେଇଛ ସେତିକି ପର୍ଯ୍ୟନ୍ତ ମୁଁ ସମାପ୍ତ କରିବି। ସେ କଣ କରିଛନ୍ତି? ଆଦମ ଅବା ଦି ଜଣ ପରମେଶ୍ୱରଙ୍କର ଲାଗିକି ରହିବାକୁ ପରମେଶ୍ୱର ସେମାନଙ୍କୁ କଣ ପାଇଁ ସୃଷ୍ଟି କରିଥିଲେ? କଣ ପାଇଁ ନିର୍ମାଣ କରିଥିଲେ? ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତି ସେମାନେ ମୋ ଆଡକୁ ଯେପରି ପ୍ରସ୍ତୁତି ହେବେ, ଆଉ ଭଲ ହେବେ, ଭଲରେ ଆଉ ରହିବେ ଏବଂ ଭଲ ଦେଖାଯିବେ। ଆଦମ କାହାର ସନ୍ତାନ ଥିଲେ? ପରମେଶ୍ୱର। ହାଲେଲୁୟା। ଈଶ୍ୱରଙ୍କର ସନ୍ତାନ ହେଲେ ହେଁ ସେ ଈଶ୍ୱରଙ୍କର ସନ୍ତାନ ପରି ରହିବା କଥା ତାହାର ଥିଲା। କିନ୍ତୁ ସେ ଈଶ୍ୱରଙ୍କର ସନ୍ତାନ ନ ହେଇ ଦେଖନ୍ତୁ କଣ ହେଲା? କାହାର ସନ୍ତାନ ହେଲା? ଈଶ୍ୱରଙ୍କର ସନ୍ତାନ ହେଲା ନାହିଁ। ସେ କାହାର ସନ୍ତାନ ହେଲା?
ଶୈତାନର ସନ୍ତାନ ଗଲା, ତାହେଲେ ଏଥିର ଶୈତାନ ହେବାର କାହାର ହାତ ଅଛି? ପ୍ରିୟ ମଣ୍ଡଳୀ, ଆଜି ଯଦି ଆମେ ଦେଖିବା ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆଦମ ପରିଚାଳିତ ହେବାର ଥିଲା। ପରମେଶ୍ୱର ଆମମାନଙ୍କୁ କହି ଅଛନ୍ତି ତାଙ୍କର ବାକ୍ୟରେ ବାଧ୍ୟତା ହେବା ନିମନ୍ତେ ଆମେ ଦୁହେଁ ଈଶ୍ୱରଙ୍କର ବାଧ୍ୟତା ହେବା, ଈଶ୍ୱରଙ୍କର ବାକ୍ୟ ଶୁଣିବା, ଈଶ୍ୱରଙ୍କର କହିବା ଅନୁସାରେ ଆମେ କାର୍ଯ୍ୟ କରିବା। ଏହା ଆଦମକୁ ଅବା କହିବାର ଥିଲା, ତାହା କହିଲା ନାହିଁ। ସୁନ୍ଦର ଫଳ ଦେଖି ଖାଇଦେଲା। ପ୍ରିୟ, এটা ବହୁତ ସୁନ୍ଦର ଅଛି, ମୁଁ ଖାଇଛି, ତମେ ମଧ୍ୟ କେମିତି କହିଥିବ? ଅବା ଆଦମକୁ କେମିତି କହିଥିବ? ରାଗିକି କହିଥିବ କି? ବିଶୃଙ୍ଖଳା ହେଇକି କହିଥିବ କି? କେମିତି କହିଥିବ? ପ୍ରେମର ସହିତ, ନାଇଁ କି? ଆଦମ ଆଉ କିଛି ଦେଖିଲେ ନାହିଁ। ସ୍ତ୍ରୀଙ୍କ ପ୍ରେମରେ ପଡ଼ିବା ଠିକ ଅଛି, କିନ୍ତୁ ଖାଇବା ପୂର୍ବରୁ ଭାବିବାର ଥିଲା, ଚିନ୍ତା କରିବାର ଥିଲା। সেই বিষয়କୁ ଆଦମ କରିଲା ନାହିଁ। ନିଷେଧ ଫଳକୁ ଖାଇଲେ ପରମେଶ୍ୱରଙ୍କର ଅବାଧ୍ୟତା ହେଲେ। ଆଜି ଯଦି ଆମେ ଦେଖୁ ଆଦମଙ୍କୁ ତ ବସରେ କରିଲେ, ସେହିପରି ଯଦି ପିଲାମାନେ କହିଲେ ବାକ୍ୟରେ ବଢେଇଥାନ୍ତେ ନା। ଏକ ବିଫଳ ପରିବାର କଥା କହିବି, ତାପରେ ମୁଁ ସଫଳ ଆଡ଼କୁ ଯାଇକି ଶେଷ କରିବି। ହାଲେଲୁୟା। ଆଦମଙ୍କୁ ତ କହିଲେ ନାହିଁ। ଦୁହେଁ ତ କଣ କଲେ? ପାପରେ ପଡ଼ିଲେ, ଅଧର୍ମକୁ ଆପଣେଇଲେ, ଅବାଧ୍ୟତାରେ ଜୀବନ ଯାପନ କଲେ। ଆଉ ସେ ଅବାଧ୍ୟତାରେ ଜୀବନ ଯାପନ କରିକି ସଂସାର ଗଢ଼ିବାକୁ, ତ ପରିବାର ଗଢ଼ିବାକୁ ସେମାନେ ଚେଷ୍ଟା କଲେ। ଆଉ সেই ପରିବାର ଠିକ ରହିଲା ନାହିଁ। କେମିତି ଜାଣିବା? ଆଦମ ବା ବିଶୃଙ୍ଖଳାରେ ପରିବାରକୁ ଆରମ୍ଭ କଲେ। ବିଶୃଙ୍ଖଳା ହେଲେ ବୋଲି କେମିତି ଜାଣିବା? ଗୋଟେ ପରିବାରରେ ବିଶୃଙ୍ଖଳା ହେଇଛି ବୋଲି କେମିତି ଜାଣିବା? ଆଦମ ବାବାଙ୍କ ପରିବାରରେ ବିଶୃଙ୍ଖଳା ହେଇଛି। କଣ ସେ ବିଶୃଙ୍ଖଳା ଜାଣିଛନ୍ତି? ଯେତେବେଳେ ପରମେଶ୍ୱର ପ୍ରତିଦିନ ନାଇଁ କି ସନ୍ଧ୍ୟା ସମୟରେ ସେମାନଙ୍କୁ ଦେଖା କରିବା ପାଇଁ ଆସୁଥିଲେ। ମୁଁ ମନେ ପକେଇ ଦଉଛି, ଖାଲି ଆପଣ ମାନେ ଜାଣିଛନ୍ତି, ଟିକେ ମନେ ପକେଇ ଦଉଛି। ଆଦମକୁ ପରମେଶ୍ୱର କହୁଛନ୍ତି, ଆଦମ ତମେ କେଉଁଠାରେ? ଆଦମ କଣ କହୁଛନ୍ତି? ଆଜ୍ଞା କୁହନ୍ତୁ। ଆଦମ କଣ କହୁଛନ୍ତି? ପରମେଶ୍ୱରଙ୍କୁ କଣ କହୁଛନ୍ତି? ଆଜ୍ଞା ଆମେ ଲୁଚି ଅଛୁ। ସେ ଲୁଚିବା ବିଷୟରେ କିଏ କହିଲା ତମେ? ମୁଁ ଯୋଉଟା କହିନଥିଲି ତା କରିଦେଇଛ କି? ପରମେଶ୍ୱର କଣ ପଚାରୁଛନ୍ତି? ମୁଁ ଯୋଉଟା କହିବାକୁ ମାନେ ମନା କରିଥିଲି ତା ତମେ କରିଦେଇଛ କି? ହଁ ଆଜ୍ଞା ଆମେ କରିଛୁ, ଭୁଲ ହେଇଛି, କରି ତ ଦେଇଛୁ, ଆମକୁ କ୍ଷମା କର। ଆଦମ କହିଲେ କି କଣ କହିଲେ? ବିଶୃଙ୍ଖଳା କେମିତି ଅଛି ବୋଲି ଆମେ ଜାଣିବା। ପରିବାର ମଧ୍ୟରେ ଠିକ ଠାକ ନାହିଁ ବୋଲି କେମିତି ଜାଣିବା? କୁହନ୍ତୁ ତ। ଆଦମ କଣ କହିଲେ? ଅବାଙ୍କୁ ତୁମେ ଯାହାକୁ ଦେଇଥିଲ ସିଏ ମତେ ଆଣି, ତା ମାନେ ତୁମେ ଯାହାକୁ ଦେଇଥିଲ, ତୁମେ ଯଦି ଆମେ ଜଣକୁ ଆଙ୍ଗୁଠି ଉଠେଇବା, ଜଣକୁ ଆମେ ଦୋଷ ଲଗେଇବା, ତାହେଲେ ସେ ପରିବାର କେମିତି ଥିବ? ଦୋଷ କାହାକୁ ଲଗା ହୁଅନ୍ତି? ଭଲରେ ଥିଲେ ଦୋଷ ଲଗେଇବୁ କି? କେମିତି ଥିଲେ ତାହେଲେ?
हालेलुया परिवार मध्य केमती थिले दुस लोक होथन सिए पर मते देला तापर मुखा सिए देला माने प्रभु मना करथिले आपण हमें दुहे खाई देई से देला मु खाई देली खाई थी तो हमें अब कौन करी होई पारे हम दंड दियो नहले क्षमा कर परमेश्वर न्यायवान अछंती प्रेज द लॉर्ड हालेलुया फूल ऊपर फूल आउ फूल सर्प भी अबा भी कहला कोन सर्प मते तमरे दी जण जाए सत्य को लुचौथनी तमने सत्कर्म रे से माने नहाती मिथ्या को से माने साथ दउथंती सत्य को लुचैबा को चेष्टा करते ढांकीबा को चेष्टा करथंती नहीं कि रेफरेंस गुडा अछि सब अपन मन बाहर करके पढिबा तो सब दिन करबे काहे के विषय मु कहू अछि एक बिगड़ी जाइथिबा परिवार बिगड़ी रे ही आरंभ हेई गला आदम को से कोन परिवार थिला भलो आड़ को आड़ीबार थिला तांको मंदो आड़ को से नहीं गला द्वितीय तो परमेश्वर को से माने मिथ्या कहिबा आरंभ कले सत्य कहिबा भावदरे से कोन कले सत्कर्म सत्य कहिबा रथ मन कर थिला किंतु मिथ्या आड़ को बा मिछो कहिले सेई मिछो रे ही परिवार गड़िबा को आरंभ कले आ सेई मिछो का ऊपर पड़िला जानि छथि प्रथम जन्म हिथिबा मनुष्य के हालेलुया अनेक लोक आदम कहନ୍ତି आदम जन्म न अनेक जगह रे मो एपरि प्रचार करथिबा समय रे पचारे जानि ना हड़बड़ रे आदम कहले आदम को परमेश्वर निर्माण करिथिले किंतु प्रथम जन्म हेथिबा मनुष्य पर से प्रभाव पड़िला आ से मनुष्य को जहाँ तो भूल है कि से प्रथम मनुष्य आदम एवं एहेबन को अब्बा एवं आदम केमिति बढाइबार थिला परिवार मध्य रे केमिति बढाइबार थिला वाक्यर सहित बढाइबार थिला आ पुओ रे आ पुओ माने सुनो आमे अबाध्य सकासे हमन को पाखरे दंड आसी अछि आमे अभिशप्त हेई अछो आ जण परमेश्वर अथि हमन को निर्माण करिसंती बा सृष्टि करिसंती आ ताहाक कथा में मानिलु नै हमन को पाखको अभिशाप आसी अछि प्रथमे उठी जाइसंती से माने अभिशाप कोन हेतिला एदन उद्यान बाहर थिले नै कि आउ कठिन परिश्रम कले मुंडर जाल तंडरे नै कि तापर जाय भोजन कले जहा कि से माने अनंत जीवन पाइबा कथा मृत्यु कणिले ध्यान दियंतु तीनटा विषय आसी पहुंची गला ताहाक परिवार मध्य रे अबाध्य करबा सकासे असत्य परमेश्वर को सम्मुख रे कहिबा सकासे लुचै रखिबा सकासे तीनटा विषय पहुंची आसी गला कोन आदन उद्यान रु बाहरी गले आ से माने केते सुंदर रे थिले ध्यान दियंतु आ से बाध्य थारे थिला बेलको से माने भाबी दियंतु केबे मध्ये बुढा हे नथांते सेति ही जवान हे कि थांते आस्ते आस्ते कोन हला अबाध्य सकासे कोन हला फल खाइबा सकासे कोन हला शरीर आस्ते आस्ते क्षय होबा को लागिला लेखा अछि नै कि मनुष्य समस्त जगत को लाभ करे यदि निज जीवन को बा आपना को विनाश आने ताहले से पद कहा को लागू होला हालेलुया महिला मन अपन ध्यान दियंतु होई पारे से माने घर भांगी पारंती से माने घर छोड़ी पारंती आज दिवस रे जदि हमें देखो से माने असत्य रे ही जीवन यापन कले आ से असत्य कहा पाखु पहुंची गला बापा मां भूल कले मानिले नहीं बाध्यता रे जीवन यापन कले नहीं आ पिला मन को मध्य बाध्य करि पारले नहीं जदि पिला मन को शिखै थांते मा जणै थांते मा ताहले कोइन कोन ही न थांते मा भाई कुमार न थांते नरघातक हेई न थांते मा कोइन शैतान रो संतान बोली कि लेखा अछि ओ सियाडे जाऊ नै मो खाली समय कोन होछि प्रेज द लॉर्ड हालेलुया
କାହିଁକି ନା କଇନ କଣ ଥିଲେ? ହାଲେଲୁୟା। ଆଦି ପୁସ୍ତକ ସରିଲେ ହିଁ ମୁଁ ଆଡେ ସିଆଡକୁ ଯିବି। କଇନ କଣ ଥିଲେ? କୃଷକ ଥିଲେ, କେବଳ ମେଷପାଳ। ହାଲେଲୁୟା। ଏପରି ସେମାନେ ପ୍ରସ୍ତୁତ ହେଲେ ନାହିଁ, ଯେମିତି ଇଚ୍ଛା ସେମିତି ପ୍ରସ୍ତୁତ କିଏ ହେଲା? ପ୍ରଥମ ଜନ୍ମ ହେଇଥିଲା ପୁତ୍ର ସନ୍ତାନ ଯେମିତି ପାଇଲା ସେମିତି ନେଇକି ପରମେଶ୍ୱରଙ୍କୁ ଦେଇଦେଲା। ପରମେଶ୍ୱର କଣ କଲେ? ପରମେଶ୍ୱର କଣ କଲେ? ଯେମିତି ପାଇବେ ଆପଣ ସେମିତି ପରମେଶ୍ୱରଙ୍କୁ ଦେବେ। ଆପଣ ଖୁଦ ନିଜେ ମଧ୍ୟ ବିନା ପ୍ରସ୍ତୁତରେ ପରମେଶ୍ୱରଙ୍କ ପାଖକୁ ଯିବା ପାଇଁ ଇଚ୍ଛା କରିବେ, ପରମେଶ୍ୱର ଆପଣଙ୍କୁ ଗ୍ରହଣ କରିବେ। ଆଜି ପ୍ରସ୍ତୁତ ବିଷୟରେ ଯଦି ଆମେ ଦେଖିବା, ପ୍ରସ୍ତୁତ ବିଷୟରେ ସେହି ବିଷୟକୁ ହିଁ ଆଜି ଅନେକ ସ୍ମରଣରେ ରଖିବା ନିତାନ୍ତ ଆବଶ୍ୟକ। କାହିଁକି ନା ପରମେଶ୍ୱରଙ୍କର ବାକ୍ୟ କୁହେ ଆମମାନେ କଣ ହେବାର? ବାଧ୍ୟ ହେବାର ଏବଂ ସତ୍କର୍ମ କରିବା ନିମନ୍ତେ କଣ କରିକି ରହିବାର? ପ୍ରସ୍ତୁତି ହେଇକି ରହିବାର। ଜଗତ ମଧ୍ୟରେ ସେଇଦିନ ଅପ୍ରସ୍ତୁତ ଥିବା ସକାଶେ, ଅବାଧ୍ୟତା ଥିବା ସକାଶେ, ସତ୍କର୍ମ ବା ସତ୍ୟ ବିଷୟ ନଥିବା ସକାଶେ କଇନର ନୈବେଦ୍ୟକୁ ଗ୍ରହଣ କରାଗଲା। ଟିକେ ପଢିବ ଆଦି ପୁସ୍ତକ 4 ପଦ। ପରମେଶ୍ୱରଙ୍କ ବାକ୍ୟ ମାନଙ୍କୁ କୁହେ କଣ କହୁଛି? 4 ପର୍ବର 6-7 ପଦରେ ଲେଖା ଅଛି। କହିଲେ ସଦାପ୍ରଭୁ କଇନକୁ କହିଲେ, କାହିଁକି କ୍ରୋଧ କରୁଅଛ? କାହିଁକି ଅଧମୁଖ ହେଇଅଛ? କଣ କଲେ? ତାହେଲେ କଇନ କେଉଁ କର୍ମ କରିକି ପରମେଶ୍ୱରଙ୍କ ପାଇଁ ଉତ୍ସର୍ଗ କରିଥିଲେ? ଲେଖା ଅଛି କ୍ଲିୟରରେ, ମିଥ୍ୟା କର୍ମ। ଯେମିତି ପାଇବ ସେମିତି ଆଣିକି ଗଦା କରିବା, ନାଇଁ କି? ସପ୍ତାହ ସାରା ଆମେ ଯେମିତି ନାଇଁ ଆମର ମନରେ ସେମିତି ନ ହବ। ପ୍ରେଜ୍ ଦ ଲର୍ଡ। ପ୍ରସ୍ତୁତିରେ ରହିବା। ହାଲେଲୁୟା। ପରମେଶ୍ୱରଙ୍କ ପାଖକୁ ଆମେ ନୈବେଦ୍ୟ ଆଣିବା। କେମିତି ଆଣିବା? ସତ୍କର୍ମ କଲେ ତୁମେ କି ଉଦ୍ଧୁକ ହୁଅନ୍ତା ନାହିଁ। ତାହେଲେ କଣ କହିବା ପାଇଁ ଚାହୁଁଛନ୍ତି ପରମେଶ୍ୱର? କଣ କହିବା ପାଇଁ ଚାହୁଁଛନ୍ତି? ଯଦି ସତ କର୍ମ କରିଥାନ୍ତ ମା, ନୈବେଦ୍ୟ ଗ୍ରହଣ କଲେ ନାହିଁ ବୋଲିକି କଇନ କଣ କରିଅଛି? କ୍ରୋଧ ମାନେ ରାଗିଛି, ନାଇଁ କି? କିନ୍ତୁ କଇନ କଣ କରିବାର ଥିଲା? କଣ ପାଇଁ ମୋର ନୈବେଦ୍ୟ ଗ୍ରହଣ କଲା ନାହିଁ? ଆଜି କେତେ ଜଣ ବ୍ୟକ୍ତି, କେତେ ପରିବାରରେ ଆଜି ତାକୁ ଧରିଛନ୍ତି। ହାଲେଲୁୟା। এই ভুল হেবা সকাশে এই বিষয় ঘটিলা বলিকি সেই ভুলକୁ ধরিবা পাই কেতে জন আজ প্রস্তুত অছন্তি? কেতটি পরিবার আজ প্রস্তুত আছে? কেতটি মণ্ডলী আজ প্রস্তুত আছে? প্রিয় মণ্ডলী, এই বিষয়କୁ ହିଁ ଆମମାନଙ୍କର ବୁଝିବାର ଅଛି ଆଜି। যদি সেই বিষয়କୁ বুঝু না হো তাহলে কোন করছো? আমি সঞ্চয় করছো। কোন? পাপକୁ সঞ্চয় করছো, অধর্মକୁ সঞ্চয় করছো, মিথ্যাକୁ সঞ্চয় করছো। ଆଉ পাপ অধর্ম যদি ଆମମାନଙ୍କ পেটରେ যদি বেশি পড়ি যায় কোন হয় জানନ୍ତି? গর্ভ ধারণ করে। তাহলে কোন হয়? কাহাକୁ প্রসব କରିବ? মৃত্যুକୁ। এপরি মনুষ্য পাখরে ଅଧିକରୁ ପାପ ପୁରା ଭର୍ତ୍ତି ହେଇଗଲା। ଭର୍ତ୍ତି ହେଲା ପରେ ଡାଇରେକ୍ଟ ସେ କଣ କଲା? ମୃତ୍ୟୁକୁ ଜନ୍ମ ଦେଲା। ଲେଖା ଅଛି ମୃତ୍ୟୁକୁ ଜନ୍ମ ଦେଲା। କରେକ୍ସନ କରିବାର ଥିଲା, ନିଜେ ବୁଝିବାର ଥିଲା। ହେବଲଙ୍କର ନୈବେଦ୍ୟକୁ ଗ୍ରହଣ କଲେ ପରମେଶ୍ୱର, ମୋର ନୈବେଦ୍ୟକୁ କାହିଁକି ଗ୍ରହଣ କଲେ ନାହିଁ? କିନ୍ତୁ କଇନ ତାହା କଲା ନାହିଁ। କଣ କଲା? ରାଗିଲା, ନାଇଁ କି? କ୍ରୋଧ କଲା, ଅର୍ଥବୋକ ହେଲା ବୋଲି। କିନ୍ତୁ ପରମେଶ୍ୱର ସୁଯୋଗ ଦେଉଛନ୍ତି। ପରମେଶ୍ୱର ସୁଯୋଗ ଦେଇଥିଲେ
ଲେଖା ଅଛି ଊର୍ଦ୍ଧ୍ୱମୁଖ ହେଲେ ତମେ କଣ କ୍ଷମା ପାଇ ନଥାନ୍ତ ନା? ତମେ କଣ ଭଲ ହେଇ ନଥାନ୍ତ? ତା କହିବା ଅର୍ଥ କଣ? ପ୍ରିୟ ମଣ୍ଡଳୀ, ସେଇଥିରେ ହିଁ ଜୀବନ ଯାପନ କରିବାକୁ ସେ ଚେଷ୍ଟା କରେ। ନିଜର ଭୁଲ ବୋଲିକି ସେ ମନେ କଲେ ନାହିଁ। परमेश्वर ताकू कहा पाखକୁ समर्पण କରୁଛନ୍ତି। ଆଉ ପଦ ପଢ଼ନ୍ତୁ। ଊର୍ଦ୍ଧ୍ୱମୁଖ ହେବ ନାହିଁ, ସତ୍କର୍ମ ନ କଲେ ବାସ୍ ବାସ୍ କୋଉଠି ଥାଅ? ପାପ ଆମମାନଙ୍କ ଦ୍ୱାର ମଧ୍ୟରେ ଆଦି। ହାଲେଲୁୟା। ଯଦି ଆମେ ସତ୍କର୍ମରେ ପ୍ରସ୍ତୁତି ନ ହେଉଛୁ, ତାହେଲେ ଆଜି ଆମମାନଙ୍କ ପାଇଁ ପାପ ଦ୍ୱାରରେ ନୂତନ ନିୟମକୁ ଯଦି ଦେଖିବା, ଆମେ ଯେଉଁମାନେ କି ପ୍ରସ୍ତୁତରେ ଅଛନ୍ତି, ଦ୍ୱାର ମୁହଁରେ କିଏ ଠିଆ ହେଇକି ଆଘାତ କରୁଛନ୍ତି ନାଇଁ କି? ଯଦି ପ୍ରସ୍ତୁତରେ ଅଛ, ଦ୍ୱାର ମୁହଁରେ ଠିଆ ହେଇକି ଆଘାତ କରୁଅଛନ୍ତି, ଆପଣ ମାନେ ଯଦି ଦ୍ୱାର ଖୋଲିଦେବେ, ପ୍ରସ୍ତୁତରେ ଥିଲେ ତ ଖୋଲିବେ। ଆଉ ଖୋଲିଲେ ପ୍ରବେଶ କରି କିଏ ପ୍ରବେଶ କରିବେ? ଯୀଶୁ ପ୍ରବେଶ କରିବା ପାଇଁ ଚାହୁଁଛନ୍ତି। ଆଜି परमेश्वर गौरव पातु। कहीं प्रथम पुत्र जन्म होता पुत्र कुआड़े आकर्षण होगा कथा, आशीर्वाद आकर्षण होगा कथा, पाठ्य आड़ को बढ़ा कथा। कहार अवहेला अच्छे बापा माँ को बड़ा अच्छी कहीं जनइले ना पिला मानू आमती पाइबे सेमती जीवन यापन कले। छलना भी जानिले, क्रोध भी हेले, विनाश करबा मध्य शिखिले, नष्ट करबा मध्य शिखिले नहीं कि? कहीं ना छलना केमती करे? जने भाई को भाई आस करते मु मारिक कहले भाई जीवो, ताले कोई न एबन को केमती राखिथिबो? भाई आसे तो मारी कहले एबल जीव भाई पाख कईन पाखक जाइथा ना कईन कौन कला? एबल प्रति कौन कला? प्रेम डाकिला। आज अनेक परिवार एपरी जीवन यापन कर प्रिय मंडली। आज जदि आम मैंने देखू अनेक परिवार रे विफलता आसी थाए। प्रथम जदि आम देखू ए आदम एवं अब्बा को परिवार रे कौन आसीथिला? विफलता आसीथिला। तार उदाहरण देखिबा जदि आम अनेक अच्छे, अनेक परिवार मध्य से विफलता आछि। आदम अब्बा को परिवार रे विफलता, तापर आम पुरातन रे जदि देखू लोटन को परिवार मध्य विफलता आसीथिला। लोटन को परिवार रे ताको विषय रे जदि आम देखिबा, लोटन को परिवार रे केमिति विपद आछिथिला? दूत माने मना करिथिले नाही कि जेते बेले सदमा अमरण को तमे बाहरी जीवो पछु केई अनेइबो। तार स्टोरी तो बहुत अछि, मु आपन जाऊ गोटे स्त्री लोकन को विषय पे आज महिला को पाई बोली कि जन स्त्री को पाई बोली कि नाही से कौन स्त्री आज कौन हैला बोली देखिला लवण संग हैला। आ जदि देखिबा रिबिका विषय विफल परिवार कथा कहूछि मु। रिबिका परिवार कौन हैला? जड़े माँ दी जन को समान अधिकार दबार थिला,
माने जानी छंती मु खाली मने पके दो ए सब भलो पाइला नै जात बगु ताहले जने मा एंती करबा कथा कि कोन हला से परिवार मध्य रे विफलता आसी गला परिवार ठीक रहिले नाही रहिले जदि आमे देखु आ गोटे परिवार रे हाडाना सफीरा नाही कि पुतन नियम को जदि जीवा आमे दी जण माने देखु देखु किछि समय भीतर सक दबा विफलित परिवार कथा कहूची मु जदि आमे देखिबा आज सफल परिवार मध्य रे आमे प्रवेश करि अछु आ सफलता हेबा पय आमे जाउ अछु आमे सेही विषय पय प्रस्तुत हबा को दिबा आमे सत्कर्म करिबा एवं कोन करिबा ऊर्ध्व दृष्टि करिबा आ परमेश्वर मान को सफल परिवार करिवे आ से सफल परिवार आमे हेई की आज रहिबा जदि परमेश्वर को वाक्य कहे मान को देखो गोटे परिवार मध्य रे गोटे गृह रे अनेक पात्र थाए आपण माने जानि छथि अनेक विषय रही अछि मु लास्ट वर्ड को जीवी बोली भाबुची सत्कर्म करिबा निमंते मो सहित आपण माने पाई परिबे द्वितीय पीतर द्वितीय तिमोथी 2 पर्वर 20-21 पद गोटे बड़ घरे ध्यान दियंतु गोटे बड़ घरे केवल कोन थाए ताहा नुहे सोना एवं रूपार पात्र थाए ताहा नुहे मात्र काठ ओ माटीर पात्र मध्य थाए केतेक समादर ओ केतेक अनादर निमंते थाए ध्यान दियंतु आ गोटे बड़ घरे आ अनेक पात्र अछि ए लेखा अछि आ सोना ओ रूपार पात्र अछि आ काठ आ काठर पात्र अछि ध्यान दियंतु एटे केतडी पात्र अछि आ सेही पात्र मध्यरु केतडी पात्र समादार निमंते अछि आ केतडी पात्र अनादार निमंते अछि हां 21 पद अतएव जदि केही सेही समस्तक ठारू कोन करे सेही परिवार मध्यरे सेही गृह मध्यरे बड़ घरे बोली लेखा अछि नै कि परिवार मध्यरे गृह मध्यरे गोटे पात्र जदि कोन केमति थाए परिष्कार निजको परिष्कार करि थाए निजको शुचि करि थाए सत्य भाव रे व्यवहार होई थाए आ सत्य रे सत्कर्म करिकि से प्रस्तुत रे थाए हां ताहेले से पवित्रीकृत कर्ताक व्यवहार पई उपयुक्त ताहेले से पवित्रकृत कर्ताक व्यवहार पई कोन हबो कोन हेई पारिबो उपयुक्त हेई पारिबो तापर तळको लेखा देते हां पुनी समस्त उत्तम कार्य निमंते प्रस्तुत कोन हेइथिबो छे समस्त उत्तम उत्तम कार्य माने फल कार्य सत्कर्म कार्य निमंते से कोन हेइथिबो प्रिय मंडली आज हमारे प्रस्तुत ही अछु नै कि दश कन्या को गले तो पूरा समय पाइबो नै एमाने मध्य 10 जन प्रस्तुत हेई थिले सत किंतु उत्तम भाव रे जो माने प्रस्तुत हेई थिले से माने प्रवेश कले प्रस्तुत विषय को जदि हमें दिबा अनेक अनेक जगह रे से प्रस्तुत विषय रे लिखा जाए आज जदि हमें देखिबा गोटे घरे अनेक पात्र अछि किंतु परमेश्वर काहा को केउ पात्र को चाहछन्ती केउ पात्र को परमेश्वर चाहछन्ती जेमति पाइबो सेमति पात्र थिबा कि हालेलुया आज हमने ध्यान दबा हमें केउ पात्र रे अछि नै कि हमें केउ पात्र रे अछु आज उत्तम पात्र ना अनादर समादर पात्र ना अनादर पात्र रे अछु
ପ୍ରସ୍ତୁତି ବିଷୟ ଲେଖା ଅଛି। ଏପରି ଏକ ସମାଧାନ ପାତ୍ର ହେବ। କିଏ ହେବ? କେମିତି ରହିଲେ ହେବ? କାହିଁକି ନା ପ୍ରସ୍ତୁତି ଯଦି ଆମେ ପ୍ରସ୍ତୁତି ନ ହେଇକି ରହିବା, ମରିବା ତ ଆଉ ଉଠିବା ନାହିଁ। କାହିଁକି ନା ଯେଉଁ ପରିବାର କଥା ମୁଁ କହିଲି ସେମାନେ ପ୍ରସ୍ତୁତ ନଥିଲେ, ସେମାନେ ମରିଗଲେ ତ ଆଉ ଉଠିଲେ ମରିଯିବେ କିନ୍ତୁ ଉଠିବେ ନାହିଁ ଯେଉଁମାନେ ପ୍ରସ୍ତୁତ ନାହାନ୍ତି। ଅନେକ ପରିବାର ମଧ୍ୟରେ ଆଜି ସେପରି ପ୍ରସ୍ତୁତ ନାହାନ୍ତି। ଅନେକ ପାତ୍ର ତ ଅଛନ୍ତି, ପାତ୍ର ପାତ୍ରୀ ନାହିଁ। ଆଉ ଗୋଟାଏ ବିଷୟ କହିକି ମୁଁ ସମାପ୍ତ କରିବି। ହାଲେଲୁୟା। ଯୌନ ପାଞ୍ଚ ପର୍ବ ବାହାର କରନ୍ତୁ। କାହିଁକି ମୁଁ ଏ ବିଷୟ କହୁଛି? ତଳକୁ ପଡ଼ି ଆସନ୍ତୁ। 29 ଯାଏ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ଗୋଟିଏ ମୃତ୍ୟୁକୁ ସେ ଅତିକ୍ରମ କରିଅଛି। ତା ମାନେ ମୃତ୍ୟୁକୁ ସେ ଅତିକ୍ରମ କରି କୋଉଠି ପ୍ରବେଶ କରିଅଛି? ଯେ ଶୁଣିଛି, ସେଇଦିନ ଶୁଣିଲା ନାହିଁ, ସିଏ ଉଠିଲା ନାହିଁ। କିଏ ଶୁଣିଲା ନାହିଁ? ହାଲେଲୁୟା। କେଉଁ କେଉଁ ପରିବାରରେ ଶୁଣିଲେ ନାହିଁ, ସେମାନେ ଉଠିଲେ ନାହିଁ। ଶୁଇଲେ ତ ଶୁଇଗଲେ, ଆଉ ଉଠିଲେ ନାହିଁ। ଯେଉଁମାନେ ଶୁଣିବେ ସେମାନେ କ'ଣ କରିଅଛନ୍ତି? ଯେଉଁମାନେ ଶୁଣନ୍ତି ସେମାନେ କୋଉଠି ପ୍ରବେଶ କରିଅଛନ୍ତି? ଜୀବନରେ ପ୍ରବେଶ କରିଅଛନ୍ତି। ଆଉ ବଞ୍ଚିବା ନିମନ୍ତେ ସେମାନେ ପ୍ରସ୍ତୁତ ହେଇ ଅଛନ୍ତି। ତା ତଳକୁ ଯଦି ଆମେ ଦେଖିବା, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ସ୍ୱର ଶୁଣିବେ, ଯେଉଁମାନେ ଶୁଣିବେ ଯେ ସେମାନେ ସଜୀବ ହେବେ। ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। କାରଣ ପିତା ଯେପରି ସ୍ୱୟଂଜୀବୀ କ'ଣ କରିଅଛନ୍ତି? ପୁତ୍ର ଜଗତକୁ ଆସିବାର ଗୋଟାଏ ହିଁ କାରଣ ଥିଲା। କ'ଣ କାରଣ ଥିଲା ଜାଣିଛନ୍ତି? ଜଣେ ଶୁଣିଲା ନାହିଁ, ଜଣେ ଶୁଣିଲା। ଜଣେ କରିଲା ନାହିଁ, ଜଣେ କରିଲା। ଜଣେ ବୁଝିଲା ନାହିଁ, ଜଣେ ବୁଝିଲା। ପ୍ରଥମ ଆଦମ ଦ୍ୱିତୀୟ ଆଦମ ନାହିଁ କି? ପ୍ରଥମ ଆଦମ ଦ୍ୱିତୀୟ ଆଦମ ମଧ୍ୟ କୁହାଯିବ। ଜଣେ ପୁତ୍ର ଶୁଣିଲା, ଆଉ ଜଣେ ପୁତ୍ର ଶୁଣିଲା ନାହିଁ। ଜଣେ ଜଗତକୁ ମୃତ୍ୟୁ ଆଣିଲା, ଆଉ ଜଣେ କ'ଣ ଆଣିଲା? ଜୀବନ ଆଣିଲା। ହାଲେଲୁୟା। ସେଇ ବିଷୟ କୁହାଯାଇଅଛି ପ୍ରିୟ ମଣ୍ଡଳୀ ଏଠି। କାହିଁକି ନା ଆଉ ପିତା ଯେପରି ପୁତ୍ରକୁ କ'ଣ କରିଅଛନ୍ତି? ସ୍ୱୟଂଜୀବୀ କରିଅଛନ୍ତି। କାହିଁକି ପ୍ରସ୍ତୁତ ବିଷୟରେ ମୁଁ କହୁଅଛି? ସତ୍କର୍ମ କଲେ ଆଉ ସତ୍କର୍ମ କରି ଆମମାନେ ଯଦି ପ୍ରସ୍ତୁତ ହେଇକି ରହିବା, ତାହେଲେ ପୁତ୍ର ଯେପରି ଉଠିଲେ, ଯୀଶୁ ଖ୍ରୀଷ୍ଟ ଯେପରି ଉଠିଲେ, ଆଉ ଯେଉଁମାନେ ପ୍ରସ୍ତୁତ ହେଇକି ଥିବେ ସେମାନେ ଉଠିବେ। ହାଲେଲୁୟା। ତଳକୁ ଲେଖା ଅଛି। ପଢିବା। ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି, ଆଉ ସେ ମନୁଷ୍ୟ ପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ। ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତ ତାହାଙ୍କ ସ୍ୱର ଶୁଣିବେ। ହାଲେଲୁୟା। ଯେଉଁମାନେ ସତ୍କର୍ମ କରିଅଛନ୍ତି, ଯେଉଁମାନେ, ସମସ୍ତେ ନାହିଁ। ଆଜି ଅନେକ କହୁଛନ୍ତି ନାଇଁ କି, ଯେମିତି ପାଇବେ ସେମିତି ଉଠିବେ। ସତ୍କର୍ମ କରିବା ବାଲା ବି ଉଠିବେ,
ମିଥ୍ୟା କର୍ମ କର୍ମ ବୋଲି ଉଠିବେ ଲେଖା ଅଛି ଏଠି ସତ୍କର୍ମ କରି ଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ କଣ ନିମନ୍ତେ ପାଇଁ ଉଠିବେ ଯୋଉମାନେ ସତ୍କର୍ମ କରି ଅଛନ୍ତି ଆଉ ସେମାନେ ଅନନ୍ତ ଜୀବନ ପାଇବା ନିମନ୍ତେ ଉଠିବେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି ଯେଉଁମାନେ ଅସତ୍ ମାନେ ମିଥ୍ୟା କର୍ମ କରି ଅଛନ୍ତି ଅସତ୍ୟ କାମ କରି ଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ। ହାଲେଲୁୟା ତାମାନେ ପରମେଶ୍ୱର ଆମମାନଙ୍କ ବାକ୍ୟ ଦ୍ୱାରା ଆଜି କଥା କହିଛନ୍ତି ନାଇଁ କି କଣ କହି ଅଛନ୍ତି ଯେଉଁମାନେ ସତ୍କର୍ମ କରି ପ୍ରସ୍ତୁତରେ ଅଛନ୍ତି ଆଉ ସେମାନେ କଣ ପାଇଁ ଉଠିବେ ଅନନ୍ତ ଜୀବନରେ ପ୍ରବେଶ କରିବା ପାଇଁ ଉଠିବେ ଆଉ ଯେଉଁମାନେ କି ଅସତ୍ୟ କାମ କରିକି ମିଥ୍ୟା କାମ କରିକି ଯେମିତି ପାଇବେ ସେମିତି ରହିକି ଯେମିତି ଆଣିକି ପାଇକି ଆଣିକି ଦେବା ପାଇଁ ଆସିବେ ନାଇଁ କି ଆଜି ଆମମାନେ କଣ ପାଇଁ ଆସିଛୁ ଅନେକ ଲୋକ ଆସିପାରି ନାହାନ୍ତି କିନ୍ତୁ ଆମେ ଆସିଛୁ କଣ ପାଇଁ ଆସିଛୁ କଣ ପାଇଁ ହାଲେଲୁୟା ସେଇ ରାଜ୍ୟକୁ ଯିବା ପାଇଁ ସେ ରାଜ୍ୟ ବିଷୟରେ କହିଲେ ଦିଟା ରାଜ୍ୟ ଅଛି ଆମେ ଜାଣିଛୁ ନାଇଁ କଣ କଣ ରାଜ୍ୟ କେଉଁ ରାଜ୍ୟ ଅଛି সেটা আগামী দিন ମାନଙ୍କର ସେ ରାଜ୍ୟ ବିଷୟରେ ପ୍ରଚାର ହେବ ହାଲେଲୁୟା ଗୁଡ୍ ଫ୍ରାଇଡେ ଆସୁଛି ନା ସେଇଥିରେ ପ୍ରଚାର ହେବ କାହିଁକି ନା ପତନାବଧି ଆମମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଅଛି ସେଇ ସ୍ୱର୍ଗ ରାଜ୍ୟକୁ ନାଇଁକି ସେଦିନ କିଏ ବିଚାର କରିବେ ଜାଣିଛନ୍ତି ମହିମାରେ ଗୌରବରେ ସିଂହାସନରେ ଉପବିଷ୍ଟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସନରେ ବସିଥିବେ ଆଉ ସେଇଦିନ ମେଷମାନଙ୍କୁ ଆଉ ଶାଗମାନଙ୍କୁ ଅଲଗା କରାହେବ କିଏ କରିବେ ଜାଣିଛନ୍ତି ତ ପ୍ରସ୍ତୁତରେ ଯିଏ ଅଛି ସେ ଲେଖା ଅଛି ପ୍ରସ୍ତୁତରେ ଯିଏ ଅଛି ଆଉ ସେଇଦିନ ଆଉ ମେଷ ପାଳକଙ୍କୁ ଅର୍ଡର ଦିଆଯିବ ଅଧିକାର ଦିଆଯିବ ଯେଉଁମାନେ ଶାଗ ସେମାନେ ମେଷ ଆଉ ସେ ଦୁହଙ୍କୁ ଅଲଗା କରିବେ ଆଉ ଯେଉଁମାନେ ମେଷ ସେମାନେ କୋଉଠିକି ଯିବେ ପ୍ରସ୍ତୁତ ହେଇଥିବା ସ୍ଥାନକୁ ପ୍ରବେଶ କରିବେ ଦିଟା ସ୍ଥାନ ଗୋଟେ ସ୍ୱର୍ଗ ଆଉ ଗୋଟେ ସେଇ ସ୍ଥାନ କାହିଁକି ନା ଏଇଟା ନିରାଟ ସତ୍ୟ କାହିଁକି ଏ ବିଷୟ କହୁଛି କୁହନ୍ତୁ ଜହନ 14 ପର୍ବରେ ଆପଣ 1-2 ବଢିଆ ଲେଖାଯାଇଛି ଯଦି ନଥାନ୍ତା ମୁଁ ତାହେଲେ ତମକୁ ମିଛ କହୁନାହିଁ କହିବା ଅର୍ଥ କଣ ଯୀଶୁ କହୁଛନ୍ତି ନାଇଁ କି ତୁମମାନଙ୍କର ହୃଦୟ ଉଦ୍ବିଗ୍ନ ନ ହେଉ କାହିଁକି ନା ମୁଁ କଣ କରିବା ପାଇଁ ଯାଉଅଛି କାହା ପାଇଁ ଯେଉଁମାନେ ପ୍ରସ୍ତୁତରେ ଅଛନ୍ତି ସେମାନଙ୍କ ପାଇଁ ଆଉ ମୁଁ ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଉଅଛି ଆଉ ସେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି ଆଉ ମୁଁ ତୁମମାନଙ୍କୁ କାହିଁକି ନା ମୁଁ ଯୋଉଠି ରହିବି ତୁମେମାନେ ସେଇଠି ଯଦି ସ୍ଥାନ ନଥାନ୍ତା ଯୀଶୁ କହୁଛନ୍ତି ନାଇଁ କି ପ୍ରଭୁ ଯୀଶୁ ଆମମାନଙ୍କୁ କହନ୍ତି ଯଦି ସ୍ଥାନ ନଥାନ୍ତା ତାହେଲେ ମୁଁ ଏ ବିଷୟ କହିନଥାନ୍ତି ସ୍ଥାନ ଅନେକ ସ୍ଥାନ ଦିଟା ହିଁ ଅଛି ଅନେକ ନୁହଁ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କୁହେ ଆମେ କେଉଁ ସ୍ଥାନକୁ ପ୍ରସ୍ତୁତ ଆଜି ଯଦି ଆମେ ସତ୍କର୍ମ କରି ପ୍ରସ୍ତୁତ ହେଇକି ରହିଅଛୁ ତାହେଲେ ଆମମାନଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ ହେଇ ରହିଅଛି ପ୍ରିୟ ମଣ୍ଡଳୀ ଆଜି ମହିଳା ଦିବସରେ ମା ମାନଙ୍କର ପ୍ରସ୍ତୁତ ମାନେ ବହୁତ ଭୂମିକା ଅଛି କାହିଁକି ନା ଜଣେ ସ୍ତ୍ରୀ ଲୋକ ଚାହିଁଲେ ଜଣେ ସ୍ତ୍ରୀ ଚାହିଁଲେ ସ୍ୱାମୀଙ୍କୁ ପିଲାମାନଙ୍କୁ ସେଇ ପଥରେ ନେବା ପାଇଁ ବା ସେଇ ପଥକୁ ନେଇ ଯାଇପାରିବ ଅନେକ ଅନେକ ବିଷୟ ଆଜି ଅଛି ପ୍ରିୟ ମଣ୍ଡଳୀ ଜଣେ ଧନୀ ଯୁବା ମଧ୍ୟ କହିଛନ୍ତି ନର ହତ୍ୟା କର ନାହିଁ ଯୀଶୁ କ'ଣ କହିଲେ ତାଙ୍କୁ ମୁଁ କେଉଁ ସତ୍ୟ କାମ କଲେ ଜୀବନରେ ପ୍ରବେଶ କରିବି ବୋଲି ପ୍ରଶ୍ନ ପଚାରିଛି କେଉଁ ସତ୍ୟ କାମ କରିବି ଯୀଶୁ ତାକୁ କ'ଣ କହୁଛନ୍ତି ନର ହତ୍ୟା କର ନାହିଁ ଧନରେ ଯାହାର ଲୋଭ ଅଛି ପ୍ରିୟ ମଣ୍ଡଳୀ ଆଜି ଧ୍ୟାନ ଦେଇକି ଶୁଣନ୍ତୁ ଜଗତ
ଲାଳସା ଜଗତ ମୋହମୟ ଜଗତର ବିଷୟରେ ସେଦିନ ଅବା ଏବଂ ଆଦମ ଜଗତ ବିଷୟରେ ପଢିଲେ ଏବଂ ସେମାନେ ଆଉ ଜୀବନରେ ପ୍ରବେଶ କରିପାରିଲେ ନାହିଁ, ଜୀବନକୁ ଦେଖିଲେ ନାହିଁ, ମୃତ୍ୟୁକୁ ଦେଖିଲେ। ଜଗତ ବିଷୟରେ ଆସକ୍ତ ହେବା ବ୍ୟକ୍ତିମାନଙ୍କ ପାଇଁ ସେଦିନ ଜଣେ ଯୁବା ଯୀଶୁଙ୍କୁ ପଚାରୁଛନ୍ତି, ମୁଁ କେଉଁ ସତ୍କର୍ମ କଲେ ମୁଁ ଜୀବନରେ ପ୍ରବେଶ କରିବି? ଯୀଶୁ କଣ କହୁଛନ୍ତି? ଏହା କର। କଣ କଣ କର? ନର ହତ୍ୟା କର ନାହିଁ, ଚୋରି କର ନାହିଁ, ବ୍ୟଭିଚାର କର ନାହିଁ, ଆଉ ତିନିଟା ଛଅଟା ବିଷୟ କହିଛି। ପଢିଦେବା କି? ମାଥ୍ୟୁ 19:16 17 ପଦରେ ଲେଖା ଅଛି, ଯୀଶୁ ତାଙ୍କୁ କହିଲେ, ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତାହେଲେ ତେବେ ଆଜ୍ଞା ସବୁ ପାଳନ କର। ସେ କଣ କହୁଛନ୍ତି ଯୁବା? ସେ ତାହାଙ୍କୁ ପଚାରିଲେ, କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏହି ସବୁ, ନର ହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ତାପରେ ପିତାମାତାଙ୍କୁ ସମାଦର କର, ପୁଣି ତୁମର ପ୍ରତିବାସୀଙ୍କୁ। ଏତିକି ତ ମୁଁ କରିକି ଆସିଛି ପ୍ରଭୁ ବୋଲି କହୁଛନ୍ତି ନାଇଁ କି? ଗୋଟାଏ କାମ କର, ଜଗତକୁ ଛାଡ଼ିକି ମୋର ପଛରେ କଣ ଅଛି ପଢିବେ ଆପଣ। ଏଣୁ ପ୍ରିୟ ମଣ୍ଡଳୀ, ଆମେ କଣ କରିବା? ଜଗତକୁ ଛାଡ଼ିଦେବା। ନ ଛାଡ଼ିଲେ ଆମେ ସେହି ରାଜ୍ୟକୁ ଯାଇପାରିବା ନାହିଁ। ପ୍ରଭୁ ଏ ଅଳ୍ପ ଶିକ୍ଷାରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।